ଓମ୍ ସାଇରାମ୍। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ସବୁବେଳେ ତୁମର ମନକୁ ଅଶାନ୍ତ କରୁଛ। ଆଉ ଅଶାନ୍ତ ମନରେ ଯେକୌଣସି କାମ କରିବ କେବେ ବି ତୁମେ ସଫଳ ହେଇପାରିବନି। ମନକୁ ସବୁବେଳେ ଶାନ୍ତ ରଖ। ମନକୁ ଶାନ୍ତ ଆଉ ସ୍ଥିର ରଖିଲେ ତୁମେ ଯେଉଁ କାମ ବି ଚାହିଁବ ସେ କାମରେ ତୁମେ ସଫଳତା ହେଇପାରିବ। ତୁମେ ସଫଳ ହାସଲ କରିପାରିବ। ତୁମେ ସବୁବେଳେ ମନକୁ ସ୍ଥିର ଆଉ ଶାନ୍ତ ରଖ। ମୁଁ ତୁମ ପାଇଁ ସବୁବେଳେ ଚିନ୍ତା କରୁଛି। ତୁମେ କେମିତି ସୁଖରେ ରହିବ ଆଉ ଭଲରେ ରହିବ ସେ ବ୍ୟବସ୍ଥା ମୁଁ କରୁଛି। ଆଉ ତୁମେ ସବୁବେଳେ ଧୈର୍ଯ୍ୟ ରଖ। ଆଉ କାହାରି କଥା ଶୁଣିକି ମନକୁ ଆଘାତ ଦିଅନି। ତୁମେ ସବୁବେଳେ ଯଦି ସ୍ଥିର ଆଉ ଶାନ୍ତ ହେଇକି ରହିବ, ତୁମେ ଯେଉଁ କଥା ଭାବିଥିବ ସେ କାମ ତୁମ ଦ୍ୱାରା ନିଶ୍ଚିନ୍ତ ହେବ। ମୁଁ ସବୁବେଳେ ତୁମ ସାଙ୍ଗରେ ଅଛି। ଆଉ ମୋର ସବୁବେଳେ ତୁମମାନଙ୍କ ଚିନ୍ତା ଲାଗି ରହିଛି। କିଏ କହିଲା ତୁମ ଇଚ୍ଛା ପୂର୍ଣ୍ଣ ହେବନି ବୋଲିକି? ତୁମର ଇଚ୍ଛା ନିଶ୍ଚିନ୍ତ ପୂର୍ଣ୍ଣ ହେବ। ତୁମେ ଖାଲି ମୋ ଉପରେ ଭରସା ରଖ। ତୁମକୁ ସେ ସମସ୍ତ ସୁଖ ଆଉ ଖୁସି ମିଳିବ। ଯିଏ ମୋ ଉପରେ ଭରସା ଆଉ ବିଶ୍ୱାସ ରଖିଛି, ମୁଁ ତାର ସମସ୍ତ ଇଚ୍ଛା ପୂର୍ଣ୍ଣ କରିଛି। ଯଦି ମନରେ ବେଶୀ କଷ୍ଟ ଆଘାତ ଲାଗୁଛି, ତାହେଲେ ସବୁଦିନ ମୋ ସାଇ ନାମକୁ ଜପ କର। ଦେଖିବ ତୁମର ଦୁଃଖର ଦିନ ଦୂର ହେଇଯିବ। ମୋ ଆଶୀର୍ବାଦ ସବୁବେଳେ ତୁମ ଉପରେ ଅଛି। ତୁମେ ଖୁସିରେ ରୁହ। ତୁମର ମଙ୍ଗଳ ହେଉ।